잡고 ଏବେ ଚାହୁଁଛି କେତେବେଳେ ଭାଙ୍ଗିବା ସଂସାର ଓ ପୁଣିଥରେ ଯୋଗିଦିଏ ଏ ପୁରୀରେ ଗୋଟେ ସ୍ୱାମୀ ଏ କଥାଟା ଆମ ସମାଜରେ ନୂଆ କି କିନ୍ତୁ ତମ ଚରିତ୍ରରେ ନା ପାପ ସମ୍ପର୍କ କରି ସେ ମା ହେଇଛି ମୁଁ ତାକୁ ବିବାହ କରିପାରିବିନି। ବ୍ୟସ୍ତମାନେ ଥିବ ତମ ସବୁ ମୁଁ ଚରିତ୍ର ବୃଦ୍ଧି କରିଦେବି ତା ପୁଅ ବାପର ଠିକଣା ଖୋଜି ମୁଁ ତମ ସବୁ ତା ଘରକୁ ପଠେଇଦେବି। ହଁ ତମେ ଭିତରୁ ଯାଅ ମତେ ସାଙ୍ଗେ ସାଙ୍ଗେ ରୂପ ଖୋଜିବା ପଡ଼ିବ। ए बाबा घर में कौन करते कि शीघ्र आस ए बाबा ए तो मु पूर्व केमिति कहनी किसी बुझी पानी पूर्व बापा फोन कर सब कथा कहली ए से खुशी हेले के मन दुख करे मु किछि भी बुझी पाले हेले पूर्व अरे ठीक है शीघ्र अरे कौन हैला काहे केमती पूरा पूरा डाके घरटा को छेड़े पड़छ कहलो कौन हैछि को चाकरी पे गेली अरे चाकरी नु हम ताठो आउरी बड़ खुशी खबर हां कोई को खुशी खबर मो बापा आछंती आउ से जत मते कथा कहले मु तो सीधा तरबारी घर चली सी आ केटी आछंती ताको मात्र आम के काम ए देखो अरे से तो मु केमती कहबी तू विश्वास कर पो मते लागो जे पूरी किछ नुवा विपद हमकु को आसीबा को केमती तमर सेमिति भाबे स्वाभाविक कथा हेले बापा को फोन कर मते के सेमिति किछि फील हेलानी हम छुआ को तो मारी दे मते हमकु मारबा पाई पूरी किछ नुवा प्लान करि आछंती मते भाई भय लागो जे रूप ସେମିତି ଆଶଙ୍କା କରିବା ସ୍ୱାଭାବିକ କଥା। बापा ମାତ୍ର ମୁଁ ଏଠିକି ଶତ୍ରୁ ଭାବୁନି ତମମାନଙ୍କର ବାପା ହିଁ ଆସି बापा ହଁ ବାପା କେବଳ ବାପା। ଆରେ ମୋ ବହୁ ଏମିତି ଭୁଲିଗଲା କାହିଁକି ବାପାର ସମ୍ପର୍କକୁ ଉପସ୍ଥାପନ କରିସାରିବା ପରେ ଆଉ ତୋ ଭୟ କାହିଁକି ରେ ମା? ହଉ ଆଉ ଡେରି କରନି ଏବେ ଚାଲ ଘରକୁ ଫେରି ଚାଲ। ଘରକୁ ଆରେ ତମ ନିଜ ଘରକୁ ଏଇଟା ତ ତମ ଘର ନୁହେଁ ନା ତା ଛଡା କୁଡ଼ିଆଙ୍କ ଘରେ ସବୁଦିନ ରହିବା କଣ ସୁନ୍ଦର ଲାଗିବ କି? କିନ୍ତୁ ବାପା କିଛି କହୁନି ମୁଁ ତମମାନଙ୍କ ପ୍ରତି ବହୁତ ବଡ ଅନ୍ୟାୟ କରିଛି। ମଣିଷରୁ ପଶୁ ସାଜି ମୁଁ ତମମାନଙ୍କର ବହୁତ ବଡ କ୍ଷତି କରିଦେଇଛି। ମୋ ଅପରାଧ ପାଇଁ ମୁଁ ଭୀଷଣ ଭାବରେ ଲଜ୍ଜିତ। ମୋ ଅପରାଧକୁ କ୍ଷମା କରି ତମେ ନିଜ ତମ ଘରକୁ ଇଚ୍ଛା ନାଇଁ ଏମିତି ଗୋଟେ ଶୁଭ ଦିନକୁ ମୁଁ ଅପେକ୍ଷା କରିଥିଲି ସାର୍। ଆପଣଙ୍କ ଘରେ ବନ୍ଧୁ ମାନିବାର ଦୁଃସାହସ ନଥିଲା ସାର୍। ଜଣେ ଆଇନର ସେବାକାରୀ ହେଇକି ଅନେକ କିଛି କଥାକୁ ଆଖି ବୁଝି ଦେଇ ମୁଁ ଆପଣଙ୍କୁ ସାହାଯ୍ୟ କରିଛି ସାର୍।